ଦିନକର କଥା। ଖରା ଦିନେ ଗୋଟିଏ ବଣି ଚଢ଼େଇ ଏକ ବଡ଼ ଗଛ ଫାଙ୍କ ଡାଳରେ ରହୁଥାଏ। ଏହା ଏକ ନିରାପଦ ସ୍ଥାନ ଥିଲା। କିଛି ଦିନ ପରେ ସେ ପକ୍ଷୀକୁ ଜଣାପଡ଼ିଲା ଯେ ଏହି ଗଛର ଆଖପାଖରେ କିଛି ଖାଇବାକୁ ମିଳିବ ନାହିଁ। ଏଥିପାଇଁ ସେ ତାର ଘର ଛାଡ଼ିଦେଇ ପାଖରେ ଥିବା ଗହମ କ୍ଷେତକୁ ଚାଲିଗଲା। ଗହମ କ୍ଷେତରେ ଦାନା ଖାଇ ଆରାମରେ ସେଠାରେ ରହିଲା। କିଛି ଦିନ ବିତିଗଲା। ଗୋଟିଏ ଠେକୁଆ ତା ପାଇଁ ଘର ଖୋଜି ଖୋଜି ସେହି ବଡ଼ ଗଛ ଫାଙ୍କ ପାଖରେ ପହଞ୍ଚିଲା। ଏହା ମୋ ପାଇଁ ସମ୍ପୂର୍ଣ୍ଣ ନିରାପଦ ଜାଗା ଭାବି ସେଠାରେ ରହିବାକୁ ଲାଗିଲା। କିଛି ମାସ ପରେ ଋତୁ ବଦଳିଗଲା। ଶୀତ ଆସିଗଲା। ଥଣ୍ଡା ପବନ ବହିବାକୁ ଲାଗିଲା। ବଣି ଚଢ଼େଇ ଶୀତରେ ଥରିବାକୁ ଲାଗିଲା। ତାର ତା ପୁରୁଣା ଘର କଥା ମନେ ପଡ଼ିଲା। ସେ ଶୀଘ୍ର ନିଜ ପୁରୁଣା ଘର ପାଖରେ ଆସି ପହଞ୍ଚିଲା। ହେଲେ ସେଠାରେ ଗୋଟିଏ ଠେକୁଆ ରହୁଥିବାର ଦେଖିଲା। ସେ ଠେକୁଆକୁ କହିଲା, ଏ ଜାଗାକୁ ପ୍ରଥମେ ମୁଁ ଖୋଜିଥିଲି। ଏଠାରେ ମୁଁ ରହୁଥିଲି। ତୁମେ ଏ ଜାଗା ଛାଡ଼ି ଚାଲିଯାଅ। ଠେକୁଆ ପ୍ରତି ଉତ୍ତରରେ କହିଲା, ଯେତେବେଳେ ମୁଁ ଜାଗା ଖୋଜୁଥିଲି ସେତେବେଳେ ଏ ଜାଗା ଖାଲି ପଡ଼ିଥିଲା। ତେଣୁ ଏଠାରେ ମୁଁ ରହିଲି। ଏବେ ଏହା ମୋ ଜାଗା। ବଣି ଚଢ଼େଇ ଏବଂ ଠେକୁଆ କେହି ମାନିବାକୁ ପ୍ରସ୍ତୁତ ନଥିଲେ। ଦୁଇ ଜଣଙ୍କ ମଧ୍ୟରେ ବହୁତ ଝଗଡ଼ା ହେବାକୁ ଲାଗିଲା। ଠେକୁଆ କହିଲା, ଗଙ୍ଗା କୂଳରେ ଗୋଟିଏ ଚତୁର ବୁଢ଼ୀ ବିଲେଇ ଅଛି। ସେ ଆମର ଝଗଡ଼ାର ସମାଧାନ କରିଦେବ। ଚାଲ ଯିବା। ହେଲେ ବଣି ଠେକୁଆ କଥାରେ ବିଶ୍ୱାସ କଲା ନାହିଁ। କିନ୍ତୁ ତାକୁ ଠେକୁଆ ବୁଝାଇ ଦେଲା ଯେ ସେ ବିଲେଇ ଅଲଗା ପ୍ରକାରର ଅଟେ। ସେ ବହୁତ ଚତୁର ଏବଂ ସଚ୍ଚୋଟ ଅଟେ। ସେ ଆମର କିଛି କ୍ଷତି କରିପାରିବ ନାହିଁ। ଦୁଇ ପଶୁପକ୍ଷୀ ବିଲେଇ ପାଖରେ ପହଞ୍ଚିଗଲେ। ଏମାନଙ୍କୁ ଦେଖି ବିଲେଇ ପାଟିରୁ ଲାଳ ଗଡ଼ିଲା। ସେ ମଧୁର କଣ୍ଠରେ ପଚାରିଲା, ତୁମର କ'ଣ ଦରକାର? ମୁଁ ତୁମର କି ସାହାଯ୍ୟ କରିବି? ଠେକୁଆ ଉତ୍ତର ଦେଲା, ଆମର ଗୋଟିଏ ସମସ୍ୟା ଅଛି। ତାହାକୁ ସମାଧାନ କରିବା ପାଇଁ ଆମେ ଆପଣଙ୍କ ପାଖକୁ ଆସିଛୁ। ଚତୁର ବିଲେଇ କହିଲା, ମୁଁ ବୁଢ଼ୀ ହେଇଗଲିଣି। ଦୂରରୁ ମୋତେ କିଛି ଦେଖାଯାଉନାହିଁ। ତୁମେ ଟିକେ ପାଖକୁ ଆସ। ବଣି ଚଢ଼େଇ ଭୟ କରୁଥିଲା। କିନ୍ତୁ ଠେକୁଆ କହିଲା, ଭୟ କର ନାହିଁ। କିଛି ହେବ ନାହିଁ। ତାପରେ ଦୁଇ ଜଣ ଯାକ ତା ପାଖକୁ ଚାଲିଗଲେ। ଯେମିତି ସେମାନେ ପାଖରେ ପହଞ୍ଚିଛନ୍ତି, ବିଲେଇ ଚଟ୍କିନ୍ ଦୁଇ ଜଣଙ୍କୁ ଧରିନେଲା ଓ ଖାଇଦେଲା। ବିଚରା ବଣି ଚଢ଼େଇ ଓ ଠେକୁଆ ଦୁଇ ଜଣ ମରିଗଲେ। କାରଣ ସେମାନେ ଜାଣିନଥିଲେ ଯେ ବିଲେଇ କେବେ ହେଲେ ନିଜର ପ୍ରକୃତି ବଦଳାଇ ପାରିବ ନାହିଁ। ଏଥିରୁ ଆମେ ଶିଖିଲେ ଯେ ଯାହାର ଜନ୍ମଗତ ପ୍ରକୃତି ସେ କେବେ ବଦଳେ ନାହିଁ।